24-27 ଏଣୁ ପଢ଼ିବା। ଏଣୁ ଯେ କେହି ମୋର ଏହି ସମସ୍ତ କଥା ଶୁଣେ ଓ ପାଳନ କରେ ସେ ପାଷାଣ ଉପରେ ଗୃହ ନିର୍ମାଣକାରୀ ଜଣେ ବୁଦ୍ଧିମାନ ଲୋକ ସଦୃଶ ହେବ। ବୃଷ୍ଟି ହେଲା, ବଢ଼ି ଆସିଲା, ପୁଣି ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଲା ନାହିଁ, କାରଣ ପଥର ଉପରେ ତାହାର ମୂଳଦୁଆ ଥିଲା। ଆଉ ଯେ କେହି ମୋର ଏହି ସମସ୍ତ କଥା ଶୁଣି ପାଳନ କରେ ନାହିଁ ସେ ବାଲୁକା ଉପରେ ଗୃହ ନିର୍ମାଣକାରୀ ଜଣେ ମୂର୍ଖ ଲୋକ ସଦୃଶ ହେବ। ବୃଷ୍ଟି ହେଲା, ବଢ଼ି ଆସିଲା, ପୁଣି ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଗଲା, ପୁଣି ତାହାର ପତନ ଭୟଙ୍କର ହେଲା। এই ସ୍ଥାନରେ ଆମେ ମାନେ ଈଶ୍ୱରଙ୍କର ବାକ୍ୟ ଦେଖୁଛୁ। ଜଣେ ଦୁଇ ଜଣ ବ୍ୟକ୍ତିଙ୍କ ବିଷୟରେ, ଆଉ ଜଣେ ବୁଦ୍ଧିମାନ ଗୃହ ନିର୍ମାଣକାରୀ, ଆଉ ଜଣେ ନିର୍ବୁଦ୍ଧି ବା ଫୁଲିସ୍ ବୋଲି ଲେଖାଯାଏ, ମୂର୍ଖ ନିର୍ମାଣକାରୀ ବା ବୁଦ୍ଧିହୀନ ନିର୍ମାଣକାରୀ। ଦୁଇ ଜଣ ନିର୍ମାଣକାରୀ, ଗୃହ ନିର୍ମାଣକାରୀଙ୍କ ବିଷୟରେ ପ୍ରଭୁ ଆମକୁ ଏ ସ୍ଥାନରେ କିଛି ବିଷୟ ଶିଖେଇବା ପାଇଁ ଚାହାନ୍ତି। ଆମେମାନେ ସମସ୍ତେ ଏକ ଉତ୍ତମ ଗୃହ ନିର୍ମାଣ କରିବା ପାଇଁ ଇଚ୍ଛା କରିଥାଉ। ଯଦି ଆମେମାନେ ଜାଗତିକ ଭାବେ ଆମ ସମସ୍ତଙ୍କର ଉଦ୍ଦେଶ୍ୟ କି ଆମେମାନେ ଏକ ଉତ୍ତମ ସୁନ୍ଦର ଗୃହ ନିର୍ମାଣ କରିବା, ଯୋଉ ଗୃହ କଣ ହବ, ଲଂଜିଭିଟି ରହିବ ବା ଷ୍ଟ୍ରଙ୍ଗ ହେବ ବା ଅନେକ ଦିନ ଧରି ସୁରକ୍ଷିତ ରହିବ। କେହି ଗୃହ ବିନାଶ ହେବା ପାଇଁ, ଭାଙ୍ଗିବା ପାଇଁ ଗୃହ ବନାଏ ନାହିଁ। କିନ୍ତୁ ଫିର୍ ବି ଅନେକ ବିଲ୍ଡିଂ ଯାକ ପଡ଼ିଯାଏ, ନଷ୍ଟ ହେଇଯାଏ। ଯେତେବେଳେ କେତେବେଳେ ନଷ୍ଟ ହେଇଯାଏ, ଯେତେବେଳେ ଝଡ଼, ତୋଫାନ, ବନ୍ୟା, ବାତ୍ୟା ଏଇ সকଳ ବିଷୟ ହୁଏ ଆସେ, ଆଉ କିଛି କିଛି ଘର କଣ କରେ, ସେଇ ସମସ୍ତ କଷ୍ଟକୁ, ସମସ୍ତ ପ୍ରକାର ସମସ୍ୟାକୁ ସହି ନ ପାରି ପଡ଼ିଯାଏ, ନଷ୍ଟ ହେଇଯାଏ। କିନ୍ତୁ ତାର ନିର୍ମାଣକାରୀ କେବେ ଭାଙ୍ଗିବା ପାଇଁ ବନେଇ ନଥିଲା, କିନ୍ତୁ ଭାଙ୍ଗିଯାଏ। ତାର କାରଣ କଣ? ତାର ନିର୍ମାଣ କରିବା ସମୟରେ ବୁଦ୍ଧିର ଆବଶ୍ୟକତା ଅଛି, ଜ୍ଞାନର ଆବଶ୍ୟକତା ଅଛି। ଆତ୍ମିକ ଭାବେ ମଧ୍ୟ ପ୍ରଭୁ ସେଇ ବିଷୟ ଆମକୁ କହିବା ପାଇଁ ଚାହାନ୍ତି। ଜ୍ଞାନର ଅଭାବ ହେତୁ ଆମେମାନେ ବିନଷ୍ଟ ନ ହେଉ, କାରଣ ଈଶ୍ୱରଙ୍କର ବାକ୍ୟ କି ଜ୍ଞାନର ଅଭାବ ହେତୁ ମୋର ଲୋକମାନେ କଣ ହେଉଛନ୍ତି, ବିନଷ୍ଟ ହେଉଛନ୍ତି। ସେଥିପାଇଁ ଆମେମାନେ କେଉଁ ପ୍ରକାର ଗୃହ ନିର୍ମାଣକାରୀ ହେବା? ବୁଦ୍ଧିମାନ ହେବା ନା ନିର୍ବୋଧ ହେବା? ଯଦି ବୁଦ୍ଧିମାନ ହେଉଛୁ, ତାହେଲେ ଆମ ଗୃହ ସମସ୍ତ ଝଡ଼, ବିପଦ, ବନ୍ୟା, ବାତ୍ୟାକୁ ସହିପାରିବ। ଆଉ ଯଦି ନିର୍ବୁଦ୍ଧି ହେଉଛୁ, ତାହେଲେ ଏହା ଅତି ଶୀଘ୍ର ନଷ୍ଟ ହେଇଯିବ। ସେଥିପାଇଁ ଯୀଶୁ ଏଠି କହିଲେ 24 ପ୍ରଥମ ପଦରେ ହିଁ କହୁଛନ୍ତି, କଣ କହୁଛନ୍ତି? ଏଣୁ ଯେ କେହି ମୋର ଏହି ସମସ୍ତ କଥା ଶୁଣେ। କୋଉ କଥା ଶୁଣେ ଯୀଶୁ କହୁଛନ୍ତି? ମୋର ଏହି ସମସ୍ତ କଥା। ଏହି ସମସ୍ତ କଥା ମାନେ କୋଉ ସମସ୍ତ କଥା? ଯଦି ଆମେ ମାନେ ଜାଣିବା, ଗତକାଲିର ଶିକ୍ଷାକୁ ଟିକେ ଦେଖିବା ବା ତାର ଉପର ପଦକୁ ଟିକେ ଦେଖିବା, 24ର ଉପର ପଦ
ମାନେ 21 ରୁ 23 ପର୍ଯ୍ୟନ୍ତ ଯୋଉ ପଦ ଆମେ ମାନେ ପଢିଥିଲେ ତାହା କଣ ଥିଲା? ଯୀଶୁ କଣ ଶିକ୍ଷା ଦଉଥିଲେ ତାଙ୍କ ଶିଷ୍ୟ ମାନଙ୍କୁ? ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ହୁଁ, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ହୁଁ। ମାତ୍ର ଯେ ମୋର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ଅର୍ଥାତ୍ ଯେ ଇଚ୍ଛାକୁ ସାଧନ କରିବ, ଯେ ମୋର ସ୍ୱର୍ଗସ୍ଥ ପିତାଙ୍କ କଥାକୁ ଶୁଣିବ, ଯିଏ ଆଜ୍ଞାବହ ହେବ, ତାଙ୍କ ଇଚ୍ଛା ଅନୁଯାୟୀ ଜୀବନ କାଟିବ, ସିଏ ହିଁ ଯାଇପାରିବ। ଏଇ ବିଷୟରେ ଶିଷ୍ୟମାନଙ୍କୁ ଶିକ୍ଷା ଦଉଥିଲେ, ଅର୍ଥାତ୍ ଆଜ୍ଞାବହତା ବିଷୟ ଶିକ୍ଷା ଦଉଥିଲେ, ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଜୀବନ କାଟିବା ବିଷୟ ଶିକ୍ଷା ଦଉଥିଲେ। ଆଉ ଯୀଶୁ ଏଇ ବିଷୟରେ କହୁଛନ୍ତି, ଏଇ ଯୋଉ ଶିକ୍ଷା ମୁଁ ତୁମମାନଙ୍କୁ ଦେଉଛି, ଯଦି କେହି ମୋର ଏଇ ଶିକ୍ଷା କଥାକୁ ଶୁଣିବ ଆଉ କଣ କରିବ? ପାଳନ କରିବ, ସେ ହିଁ ପାଷାଣ ଉପରେ ଗୃହ ନିର୍ମାଣକାରୀ ଜଣେ ବୁଦ୍ଧିମାନ ଲୋକ ହେବ। ତେବେ ଆଜିର ଟାଇଟେଲ ମନେ ରଖିବା ପାଇଁ, ଆପଣା ଆଜ୍ଞାବହତାକୁ ଆପଣା ଗୃହର ମୂଳଦୁଆ କରନ୍ତୁ, ବା ଆପଣଙ୍କ ଆଜ୍ଞାବହତା ଆପଣଙ୍କ ଗୃହର ମୂଳଦୁଆ ଅଟେ। ଏ ସ୍ଥାନରେ କଣ ଲେଖାଯାଏ? ଯେ ମୋର କଥାକୁ ଶୁଣିବ, ସିଏ ପାଷାଣ ଉପରେ, ପଥର ଉପରେ ଗୃହ ନିର୍ମାଣ କରିବ, ଆଉ ସିଏ ହିଁ ବୁଦ୍ଧିମାନ ଲୋକ, ଯିଏ ଶୁଣିବ। ତେବେ ଆଜି ଆମର ଗୃହ ଗୁଡିକ ଯେପରି ଭାଙ୍ଗି ନଯାଏ, ସେଥିପାଇଁ ଆମର ଗୃହ ଗୁଡିକୁ ପଥର ଉପରେ ରଖିବା ପାଇଁ ବା ପଥର ଉପରେ ମୂଳଦୁଆ ରଖିବା ପାଇଁ ଆମକୁ ଆବଶ୍ୟକତା ଅଛି। କେବଳ ଜାଗତିକ ଗୃହ ବିଷୟରେ ନୁହେଁ, ପରମେଶ୍ୱର ଏଠି ଆମ ଜୀବନ ବିଷୟରେ କଥା କହିବା ପାଇଁ ଚାହାନ୍ତି। ଆମର ଜୀବନ ରୂପକ ଗୃହ ବିଷୟରେ ଆମକୁ ଜଣେଇବା ପାଇଁ ଚାହାନ୍ତି। ଅନେକ ସମୟରେ ଆମ ଜୀବନରେ ଝଡ଼ ଆସେ, ଅଭାବର ଝଡ଼, ଅଶାନ୍ତିର ଝଡ଼, ଦୁଃଖର ଝଡ଼, ସମସ୍ୟାର ଝଡ଼, ଅନେକ ପ୍ରକାର କଷ୍ଟ ଆସିଥାଏ, ଅନେକ ପ୍ରକାର ବନ୍ୟା ଆସିଥାଏ, ଅନେକ ପ୍ରକାର ଯନ୍ତ୍ରଣାଦାୟକ ସମସ୍ୟା ଗୁଡିକ ଆସିଥାଏ। ଆଉ ସେ ସକଳ ବିଷୟକୁ ଆମେ ସହ୍ୟ କରିପାରିନଥାଉ, ଆଉ ଖ୍ରୀଷ୍ଟଙ୍କ ସହିତ ଚାଲିବା ଆମ ପାଇଁ ବଡ କଷ୍ଟ ହେଇଯାଇଥାଏ। ସକାଳୁ ଉଠିକି ପ୍ରାର୍ଥନା କରିବା ବଡ କଷ୍ଟ ହେଇଯାଇଥାଏ, ଉପାସନା କରିବା, ପ୍ରଭୁଙ୍କ ନିକଟବର୍ତ୍ତୀ ହେବା ବଡ କଷ୍ଟ ହେଇଯାଇଥାଏ, ସହଭାଗିତାକୁ ଯିବା, ମଣ୍ଡଳୀକୁ ଯିବା ବଡ କଷ୍ଟ ହେଇଯାଇଥାଏ। ଆଉ ବହୁତ ସହଜରେ କଣ ହେଇଯାଇଥାଉ, ଆମେ ମାନେ ବିଚଳିତ ହେଇଯାଇଥାଉ, ଭାଙ୍ଗି ଯାଇଥାଉ, ପଛ ଘୁଞ୍ଚା ମାରିଥାଉ। କିନ୍ତୁ ଏ ସକଳ ଚିହ୍ନ ଏକ ବୁଦ୍ଧିମାନ ଗୃହ ନିର୍ମାଣକାରୀର ନୁହେଁ। କାହିଁକି? ସେ ବୁଦ୍ଧିମାନ, କିଏ ବୁଦ୍ଧିମାନ? ଯିଏ ଈଶ୍ୱରଙ୍କ ବିଷୟକୁ କେବଳ ଶୁଣେ ତାହା ନୁହେଁ, ଯିଏ ସେ ବାକ୍ୟ ବା ସେ ଇଚ୍ଛା ଆଜ୍ଞା ପ୍ରତି ଅମଳ ମଧ୍ୟ କରୁଥିବାର ଆବଶ୍ୟକତା ଅଛି। ସେ ପ୍ରାକ୍ଟିସ କରୁଥିବା ଆବଶ୍ୟକତା ଅଛି, ସେ ଅଭ୍ୟାସ କରୁଥିବାର ଆବଶ୍ୟକତା ଅଛି। ଯୋଉ ପ୍ରକାର ବାକ୍ୟ ଆମେ ମାନେ ଶୁଣୁଅଛୁ, ଚେତନା ପାଉଅଛୁ, ତାକୁ ଆମ ଜୀବନରେ ମଧ୍ୟ ଅମଳ କରିବାର ଆବଶ୍ୟକତା ଅଛି, ଅଭ୍ୟାସ କରିବାର ଆବଶ୍ୟକତା ଅଛି। ଯଦି ଆମେ କରିବା ନାହିଁ, ତାହେଲେ ଆମେ ମାନେ ବୁଦ୍ଧିମାନ ନୁହେଁ। ବିଶ୍ୱାସୀ ଜୀବନ ତ ଆମେ ଗଢୁଛୁ, କହୁଛୁ ଆମେ ମାନେ ବିଶ୍ୱାସୀ ବୋଲି, କିନ୍ତୁ ଅଳ୍ପ ପରୀକ୍ଷାରେ, ଅଳ୍ପ ସମସ୍ୟାରେ, ଅଳ୍ପ ଅଭାବରେ, ଅଳ୍ପ କଷ୍ଟରେ ଆମେ ମାନେ କଣ ହଉଛୁ? ପୁନର୍ବାର ପଛକୁ ଫେରି ଯାଉଛୁ, ପୁନର୍ବାର ବିଚଳିତ ହେଇଯାଉଛୁ, ପୁନର୍ବାର ହଜି ଯାଉଛୁ। କିନ୍ତୁ ଖ୍ରୀଷ୍ଟ କୁହନ୍ତି, ତୁମେ ମାନେ ବୁଦ୍ଧିମାନ ଘର ନିର୍ମାଣକାରୀ ହୁଅ। ଆଉ ବୁଦ୍ଧିମାନ ଘର ନିର୍ମାଣକାରୀ ହେବାକୁ ହେଲେ ଆମ ମାନଙ୍କୁ କେବଳ ବାକ୍ୟ ଶୁଣିଲେ ଯଥେଷ୍ଟ ନୁହେଁ, ସର୍ମନ ବା ପ୍ରଚାରକୁ ଶୁଣିଲେ ଯଥେଷ୍ଟ ନୁହେଁ,
ଆମ ଜୀବନରେ ସେ ବାକ୍ୟକୁ ପ୍ରାକ୍ଟିସ କରିବାର ଆବଶ୍ୟକତା ଅଛି। ତେବେ ଆସନ୍ତୁ ମୋର ପ୍ରିୟ ମାନେ ଆମର ବିଶ୍ୱାସକୁ ବା ଆମର ଆଜ୍ଞାବହତାକୁ ଆମେ ଆପଣା ଜୀବନର ମୂଳଦୁଆ କରିବା। ଆମେ ଯେତେ ଆଜ୍ଞାବହ ହେବା ଆମ ମୂଳଦୁଆ ସେତେ ଷ୍ଟ୍ରଙ୍ଗ ହେବ। ଯେତେ ସମସ୍ୟା, ଯେତେ ଅଭାବ, ଯେତେ ପ୍ରକାର ବିଷୟ ଆସିଲେ ବି କୌଣସି ବିଷୟ ଖ୍ରୀଷ୍ଟଙ୍କୁ ପ୍ରେମରୁ ଆମକୁ ବଞ୍ଚିତ କରିପାରିବ ନାହିଁ। ଆମେ ଷ୍ଟେବଲ ରହିବା, ଆମେ ସିକ୍ୟୁର ରହିବା, ଆମେ ଭାଙ୍ଗିବା ନାହିଁ, ବିନଷ୍ଟ ହେବା ନାହିଁ। ଅନେକ ସମୟରେ ଆମ ଜୀବନ ବିନଷ୍ଟ ହେଇଯାଉଛି, ଭାଙ୍ଗି ଯାଉଛି, ଆମ ସମ୍ପର୍କ ଭାଙ୍ଗି ଯାଉଛି, ଆମ ପରିବାର ଭାଙ୍ଗି ଯାଉଛି। ସ୍ୱାମୀ ସ୍ତ୍ରୀଙ୍କ ଭିତରେ, ବାପା ମା ପିଲାମାନଙ୍କ ଭିତରେ, ଭାଇ ଭାଇ ଭିତରେ, ଅନେକ ସମୟରେ ଆମ ପରିବାର, ଆମ ନୀତିଦିନିଆ ଜୀବନ ନଷ୍ଟ ହେଇଯାଉଛି। କାହିଁକି? ସେ ଝଡ଼କୁ ବରଦାସ୍ତ କରିପାରୁନାହିଁ। କାହିଁକି ବରଦାସ୍ତ କରିପାରୁନାହିଁ? କାରଣ ଆମ ମୂଳଦୁଆ କାହା ଉପରେ ରଖିନାହୁଁ? ଆଜ୍ଞାବହତା ରୂପକ ପଥର ଉପରେ। ଆପଣଙ୍କ ଆଜ୍ଞାବହତା ହିଁ ଆପଣଙ୍କର ମୂଳଦୁଆ ଅଟେ। ଯଦି ଆପଣ ଆଜ୍ଞାବହ ନୁହେଁ, ତାହେଲେ ଅତି ଶୀଘ୍ର ଆପଣଙ୍କ ବିଶ୍ୱାସୀ ଜୀବନ ଭୁଷୁଡ଼ି ଯିବ। ଆପଣଙ୍କ ଶାନ୍ତିମୟ ପରିବାର ଭୁଷୁଡ଼ି ଯିବ। କିନ୍ତୁ ଯଦି ଆପଣ ଆପଣା ଆଜ୍ଞାବହତାକୁ ନିଜ ଜୀବନର, ନିଜ ପରିବାରର ଫାଉଣ୍ଡେସନ ବା ମୂଳଦୁଆ ରୂପେ ଗଠନ କରିବେ, ତାହେଲେ ସମସ୍ୟା ଆସିବ, କିନ୍ତୁ ଆପଣଙ୍କ ପରିବାର ବିନଷ୍ଟ ହେବ ନାହିଁ, ଆପଣଙ୍କ ଜୀବନ ବିନଷ୍ଟ ହେବ ନାହିଁ, ଆପଣଙ୍କ ସମ୍ପର୍କ ମଧ୍ୟ ବିନଷ୍ଟ ହେବ ନାହିଁ। ମୋର ପ୍ରିୟ ମାନେ, ଆମେ କେବଳ ଈଶ୍ୱରଙ୍କର ବାକ୍ୟକୁ ନ ଶୁଣୁ, ମାତ୍ର ସେ ବାକ୍ୟ ପ୍ରତି ଆମର ଆଜ୍ଞାବହତା ରୂପକ ପଥର ଉପରେ ଆମର ଖ୍ରୀଷ୍ଟୀୟ ଜୀବନ ବା ବିଶ୍ୱାସୀ ଜୀବନକୁ ଆମେ ତୋଳିବାର ଆବଶ୍ୟକତା ଅଛି। ଦ୍ୱିତୀୟ ବିଷୟ, କୋଉମାନେ ନିର୍ବୋଧ? ସେଇମାନେ ନିର୍ବୋଧ ଗୃହ ନିର୍ମାଣକାରୀ, ଯୋଉମାନେ ଶୁଣନ୍ତି କିନ୍ତୁ ପାଳନ କରନ୍ତି ନାହିଁ। ସବୁବେଳେ କୁହନ୍ତି ହଁ ଉତ୍ତମ ବାକ୍ୟ, ଭଲ ବାକ୍ୟ ଥିଲା, ବଢିଆ ପ୍ରଚାର ଥିଲା, ସବୁ ତ ବଢିଆ, ତୁମ ଜୀବନ କାହିଁକି ବଢିଆ ହେଉନାହିଁ? କାହିଁକି ତୁମ ପରିବାର ଭିତରେ ଶାନ୍ତି ଆସୁନାହିଁ? କାହିଁକି ପରସ୍ପର ଭିତରେ ଟଣା ଓଟରା? କାହିଁକି ଅଶାନ୍ତି? କାହିଁକି ପରିବାର ଗୁଡିକ ଆଜି ଭାଙ୍ଗି ଯାଉଛି ସହଜରେ? ମୋର ପ୍ରିୟ ମାନେ, ଏଥିପାଇଁ କାରଣ ଆମେ ଶୁଣୁଛୁ କିନ୍ତୁ ପାଳନ କରୁନାହୁଁ। ସେଥିପାଇଁ ଆମ ଜୀବନ, ଆମ ସମ୍ପର୍କ, ଆମ ପରିବାର ସିକ୍ୟୁର୍ଡ ହେଇପାରୁନାହିଁ। କେହି କାହାକୁ ପଚାରୁନାହାନ୍ତି, କେହି କାହାକୁ ଶୁଣୁନାହାନ୍ତି। ସମସ୍ତେ ଟିକେ ବୟସ ପ୍ରାପ୍ତ ହେଲା ପରେ ନିଜ ନିଜ ଇଚ୍ଛାରେ ସମସ୍ତେ ଗମନ କରୁଛନ୍ତି। କିନ୍ତୁ ମୋର ପ୍ରିୟ ମାନେ, ଯଦି ଆମେ ମାନେ ଆଜ୍ଞାବହତା ରୂପକ ମୂଳଦୁଆ ଉପରେ ଆପଣା ଘର ତୋଳିବା, ତାହେଲେ ଏଇ ସକଳ ସମସ୍ୟା, ଜୀବନରେ ପରୀକ୍ଷା ପ୍ରଲୋଭନ ଆସିବ, କିନ୍ତୁ ଆମ ଘରକୁ ଭାଙ୍ଗି ପାରିବ ନାହିଁ, ଆମ ସମ୍ପର୍କକୁ ଭାଙ୍ଗି ପାରିବ ନାହିଁ, ଆମର ପ୍ରାର୍ଥନା ବିଶ୍ୱାସୀ ଜୀବନକୁ ମଧ୍ୟ କଣ କରିପାରିବ ନାହିଁ? ଭାଙ୍ଗି ପାରିବ ନାହିଁ। ସେଥିପାଇଁ ଯେତେବେଳେ ଆମ ଜୀବନରେ ଚ୍ୟାଲେଞ୍ଜେସ୍ ଆସେ, ଚ୍ୟାଲେଞ୍ଜେସ୍ ମାନେ ପରୀକ୍ଷା ଯେତେବେଳେ ଆସେ, ଆମ ମୂଳଦୁଆ ବା ଆଜ୍ଞାବହତା ଯଦି ସବୁବେଳେ ଆମେ ମାନେ ଆଜ୍ଞାବହ ହେଉଥିବା, ତାହେଲେ ଆମର ପରିବାର, ଆମର ଜୀବନ କଣ ହେବ? ସିକ୍ୟୁର୍ଡ, ଆଉ ମାନେ ସୁରକ୍ଷିତ ରହିବ, ଆଉ ଏହା କୌଣସି ପ୍ରକାର ବିନାଶ ହେବ ନାହିଁ। କିନ୍ତୁ ଏଇ ଫେଥ୍ ରିକ୍ୱାର୍ସ ଆକ୍ସନ, এই ବିଶ୍ୱାସ କଣ ଦରକାର ଆମ ପାଇଁ? କାର୍ଯ୍ୟ ଦ୍ୱାରା ପରିପ୍ରକାଶ କରିବାର ଆବଶ୍ୟକତା ଅଛି। ଆମେ ଯେ ଯୀଶୁଙ୍କୁ ବିଶ୍ୱାସ କରୁଛୁ, ଆମ କାର୍ଯ୍ୟ ଦ୍ୱାରା ତାହା ପରିପ୍ରକାଶ କରିବାର ଆବଶ୍ୟକତା ଅଛି। ବିଶ୍ୱାସ କରୁଛୁ ବୋଲି ମନେ ମନେ କହିକି ରହିଗଲେ ହେବ ନାହିଁ।
ଆଉ କାର୍ଯ୍ୟ କଣ? ଆଜ୍ଞାବହତା ଅଟେ। ବିନା କାର୍ଯ୍ୟରେ ବିଶ୍ୱାସ ମୃତ ଅଟେ। ତେବେ କାର୍ଯ୍ୟ କଣ? ଆଜ୍ଞାବହତା ଅଟେ। ବିଶ୍ୱାସ କେବଳ ଏହା ନୁହେଁ ଯେ ଆମେ ଉତ୍ତମ ଉତ୍ତମ ବାକ୍ୟକୁ ଶୁଣିବା, ଜ୍ଞାନରେ ବଢିବା। ଏହା କେବଳ ବିଶ୍ୱାସ ନୁହେଁ। ବିଶ୍ୱାସ ସେତେବେଳେ ଆମେ ମାନେ କହିପାରିବା ଯାହା ବାକ୍ୟ ଶୁଣୁଛୁ ସେ ବାକ୍ୟ ଅନୁଯାୟୀ ଆମେ ଜୀବନ ମଧ୍ୟ କାଟିବାର ଆବଶ୍ୟକତା ଅଛି। ସେଥିପାଇଁ ଏଠି ଦୁଇ ଗୋଟି ଗୃହ ନିର୍ମାଣକାରୀ ବିଷୟରେ ପ୍ରଭୁ ଆମକୁ ଶିଖିବା ପାଇଁ ଚାହାନ୍ତି। ଆଉ ଏଥିପାଇଁ ଚାହାନ୍ତି ତାକି ଆମର ବିଶ୍ୱାସୀ ଜୀବନ, ଆମର ପାରିବାରିକ ଜୀବନ, ଆମର ଆର୍ଥିକ ଜୀବନ ଭୁଷୁଡି ନ ଯାଉ। କିନ୍ତୁ ଏଠି ଗୋଟେ କମନ ବିଷୟ ଲେଖାଯାଏ। କଣ ଲେଖାଯାଏ? ଯେ ପଥର ଉପରେ ଘର ତିଆରି କରିବ ତା ପାଇଁ ବି ବଢି ଆସିବ, ଯେ ବାଲୁକା ଉପରେ ନିର୍ମାଣ କରିବ ତାର ଗୃହକୁ ତାହା ପାଇଁ ବି କଣ ଆସିବ? ବଢି ଆସିବ। ସମସ୍ୟା ଉଭୟ ବ୍ୟକ୍ତିଙ୍କ ପାଇଁ ଆସିବ। ଯେ ଯୀଶୁଙ୍କ ଠାରେ ବିଶ୍ୱାସ ପୁଣି ତାଙ୍କ ଆଜ୍ଞାକୁ ପାଳୁଛି ତା ପାଇଁ ବି ପରୀକ୍ଷା ସମସ୍ୟା ଆସିବ, ପ୍ରଲୋଭନ ଆସିବ। ଆଉ ଯିଏ ଶୁଣିକି ଭୁଲି ଯାଉଛି ତା ପାଇଁ ବି ଆସିବ, ଦି ଜଣ ପାଇଁ ଆସିବ। କିନ୍ତୁ ଫରକ ଏତିକି, ଯିଏ ଖ୍ରୀଷ୍ଟଙ୍କର ଆଜ୍ଞାବହତା ରୂପକ ମୂଳଦୁଆ ଉପରେ ଗୃହ ନିର୍ମାଣ କରିଥିବ, ଯେତେବେଳେ ଅଭାବ ହେଲେ ବି, ଅଶାନ୍ତି ଆସିଲେ ବି, ସମସ୍ୟା ଆସିଲେ ବି, ଅସୁସ୍ଥତା ହେଲେ ବି ସେ ବିଚଳିତ ହେବ ନାହିଁ। ଧକ୍କା ମାରିବ କିନ୍ତୁ ଭାଙ୍ଗି ପାରିବ ନାହିଁ। ଆପଣଙ୍କ ସମସ୍ୟା, ଆପଣଙ୍କ ପରିସ୍ଥିତି ଆପଣଙ୍କୁ ଧକ୍କା ମାରିବ, ଗୋଟେ ଝଟକା ଲାଗିବ, କିନ୍ତୁ ଆପଣଙ୍କୁ ବିନାଶ କରିପାରିବ ନାହିଁ। କାହିଁକି? ଆପଣ ଆଜ୍ଞାବହତା ରୂପକ ମୂଳଦୁଆ ଉପରେ ଆପଣ ଜୀବନକୁ, ଆପଣ ପରିବାରକୁ କଣ କରୁଛନ୍ତି? ସ୍ଥାପନ କରିଅଛନ୍ତି। ମୋର ପ୍ରିୟମାନେ, ସେଥିପାଇଁ ଲେଖାଯାଏ ବୃଷ୍ଟି ଆସିଲା, ବଢି ଆସିଲା, ବତାସ ବହିଲା, ସେଇ ଘରକୁ ଧକ୍କା ମାରିଲା ଆଉ ତାହା ପଡିଲା ନାହିଁ, କାରଣ ପଥର ଉପରେ ତାର ମୂଳଦୁଆ ଥିଲା। କିନ୍ତୁ 26 ଲେଖାଯାଏ, ଯେ କେହି ମୋର ଏହି ସମସ୍ତ କଥା ଶୁଣି ପାଳନ ନ କରେ ସେ ବାଲୁକା ଉପରେ ଗୃହ ନିର୍ମାଣକାରୀ ଜଣେ ମୂର୍ଖ ଲୋକ ସଦୃଶ ହେବ। କାହିଁକି? ସେ ଶୁଣେ କିନ୍ତୁ ପାଳନ କରେ ନାହିଁ। ବାଲି ଉପରେ ଘର ନିର୍ମାଣ କରିବା ଏକ ସହଜ ବିଷୟ, ପଥର ଉପରେ ଗୃହ ନିର୍ମାଣ କରିବା କଷ୍ଟଦାୟକ ବିଷୟ। ବୋରିଂ କରିବା ପଥରରେ ବହୁତ କଷ୍ଟଦାୟକ, କିନ୍ତୁ ବାଲି ଉପରେ ବହୁତ ସହଜ। ଅନେକ ଲୋକ ବାଲିକା ଉପରେ ଆପଣା ବିଶ୍ୱାସ ଜୀବନକୁ, ପରିବାରକୁ ଗଠନ କରିବା ପାଇଁ ଚାହାନ୍ତି। କାହିଁକି? ସେମାନେ ସାକ୍ରିଫାଇସ, ବଳିଦାନ, କଷ୍ଟ ଉଠେଇବା ପାଇଁ ଚାହାନ୍ତି ନାହିଁ। ଆଜ୍ଞାବହତା ଯେ ଆମକୁ ଅନେକ ସାରା ବଳିଦାନ ଦେବାକୁ ପଡେ, ଆଜ୍ଞାବହତା ନିମନ୍ତେ ଅନେକ କଷ୍ଟ ମଧ୍ୟ ଉଠେଇବାକୁ ପଡେ, ଆଜ୍ଞାବହତା ନିମନ୍ତେ ଅନେକ ସମୟରେ ନିଜ ଶାରୀରିକ ଅଭିଳାଷକୁ ଜଳାଞ୍ଜଳି ଦେବାକୁ ପଡେ। ଅନେକ ଲୋକ ତା ଚାହାନ୍ତି ନାହିଁ। ସେମାନେ ଚାହାନ୍ତି ମୁଁ ବିଶ୍ୱାସୀ ବି ରହିବି ଆଉ ସହଜରେ ଜୀବନ କାଟିବି। ଏହା କେବେ ସମ୍ଭବ ନୁହେଁ। ଖ୍ରୀଷ୍ଟୀୟ ଜୀବନ ଏକ ଫୁଲ ସେଜରେ ଚାଲିବାର ଜୀବନ ନୁହେଁ। ଯେ ଜଗତରେ ଅଛି ତା ପାଇଁ ପରୀକ୍ଷା ଅଛି, ଯେ ଜଗତରେ ଅଛି ତା ପାଇଁ କ୍ଲେଶ ଅଛି। ପ୍ରଭୁ କହିଲେ ଜଗତରେ କ୍ଲେଶ ଅଛି, କିନ୍ତୁ ଆମକୁ ଆମ କ୍ଲେଶ ଭାଙ୍ଗି ପାରିବ ନାହିଁ ଯଦି ଆମେ ଈଶ୍ୱରଙ୍କର ଆଜ୍ଞା ବତାଉଥିବା। ଆଉ ଯଦି ସହଜ ବିଶ୍ୱାସୀ ହେବା ପାଇଁ ଚାହୁଁଥିବା, ବାଲୁକା ଉପରେ ଗୃହ ନିର୍ମାଣ କରିବା ପାଇଁ ଚାହୁଁଥିବା, ତାହେଲେ ମୋର ପ୍ରିୟ ମାନେ ବଢି ଆସିବ ଯେତେବେଳେ, ସମସ୍ୟା ଯେତେବେଳେ ଆସିବ, ଅଭାବ ଅନାଟନ, ପ୍ରଲୋଭନ, ପରୀକ୍ଷା ଯେତେବେଳେ ଆସିବ, ସେତେବେଳେ ଆପଣ ତିଷ୍ଠି ପାରିବେ ନାହିଁ। ତେବେ ଚଏସ୍ ଇଜ yours। ଆପଣ ମାନଙ୍କ ପସନ୍ଦ, କାହାକୁ କେମିତିକା ଗୃହ ନିର୍ମାଣକାରୀ ଆପଣ ମାନେ ହେବା ପାଇଁ ଚାହୁଁଛନ୍ତି, ବୁଦ୍ଧିମାନ ନା ମୂର୍ଖ?
ଯଦି ବୁଦ୍ଧିମାନ ହେବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ଆଜ୍ଞାବହତା ରୂପକ ମୂଳଦୁଆ ପରେ ଆପଣଙ୍କ ଜୀବନ, ଆପଣଙ୍କର ପରିବାର, ଆପଣଙ୍କର ଆର୍ଥିକ ଅବସ୍ଥାକୁ କଣ କରନ୍ତୁ, ତୋଳନ୍ତୁ, ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଜୀବନ କାଟନ୍ତୁ। ପ୍ରଭୁ ବାକ୍ୟରେ ଆମକୁ ଆଶୀର୍ବାଦ କରନ୍ତୁ। ଆସୁ ଆମେ ମାନେ ପ୍ରାର୍ଥନା କରିବା ଆଜିର ବାକ୍ୟ ନିମନ୍ତେ। ପ୍ରଭୁ ସାହାଯ୍ୟ କରନ୍ତୁ। ଆମେ ଯୋଉ ବାକ୍ୟ ଶୁଣୁଛୁ ଯଦି ଆମେ ତାକୁ ପାଳନ କରୁଛୁ ତାହେଲେ ଆମର ଜୀବନ, ଆମର ସମ୍ପର୍କ, ଆପଣଙ୍କ ସମସ୍ତ ଅବସ୍ଥା ମୂଳଦୁଆ କୋଉଠି ରହିବ? ପଥର ଉପରେ। ଯଦି ଆମେ ମାନେ ଆଜ୍ଞାବହ ହେଉନାହୁଁ, ଖାଲି ଶୁଣୁଛୁ, ତାହେଲେ ବାଲୁକା ଉପରେ ନିର୍ମାଣକାରୀ ଏକ ମୂର୍ଖ ଲୋକ ସଦୃଶ ଆମେ ମାନେ ହେବା। ଯେତେବେଳେ ସମସ୍ୟା, ଅଭାବ, କଷ୍ଟ, ଦୁଃଖ ଆସିବ ଆମେ ଅତି ଶୀଘ୍ର ପ୍ରଭୁଠାରୁ ଦୂରେଇ ଯିବା। ମୋର ପ୍ରିୟ ମାନେ, କିନ୍ତୁ ପରମେଶ୍ୱରଙ୍କ ଇଚ୍ଛା ଆମେ ମାନେ ପ୍ରସ୍ତର ଉପରେ ନିର୍ମାଣକାରୀ ବୁଦ୍ଧିମାନ ବ୍ୟକ୍ତି ହେଉ। ତେବେ ଆସୁ ପ୍ରାର୍ଥନା କରୁ। ଅନୁଗ୍ରହକାରୀ ପରମେଶ୍ୱର ପ୍ରଭୁ, ଧନ୍ୟବାଦ କରୁଛି, ଗୌରବ କରୁଛି, ପ୍ରଶଂସା ମହିମା କରୁଛି। ତୁମେ ଆମକୁ ଅନୁଗ୍ରହ କଲ, ସାହାଯ୍ୟ କଲ, ଆଉ ତୁମର ଶୁଣିବା ପାଇଁ ପ୍ରଭୁ ବୁଦ୍ଧିମାନ ଗୃହ ନିର୍ମାଣକାରୀ ଭାବରେ ତୁମେ ଆମକୁ ଦେଖିବା ପାଇଁ ଚାହଁ ପିତା, ତାକି ଯେତେବେଳେ ସମସ୍ୟା, ଅଭାବ, କ୍ଲେଶ, ଦୁଃଖ ଦେଇ ଗଲେ ବେଳେ ମଧ୍ୟ ଆମେ ଯେତେବେଳେ ନିରାଶ ନ ହେବୁ, ହତାଶ ନ ହେବୁ, ବିନଷ୍ଟ ନ ହେବୁ ଓ ତୁମଠାରୁ ପଛକୁ ଫେରି ନ ଯିବୁ, ସେଥିପାଇଁ ତୁମେ ଆମକୁ ସାହାଯ୍ୟ କର। ଈଶ୍ୱରଙ୍କ ବାକ୍ୟ କୁହେ ନିଶ୍ଚିତ ରୂପେ ଜଳ ଦେଇକି ଯିବାକୁ ହେବ, ତୁମକୁ ନିଶ୍ଚିତ ରୂପେ ଜଳ ଦେଇକି ଯିବାକୁ ହେବ, ନିଶ୍ଚିତ ଅଗ୍ନି ଦେଇକି ଯିବାକୁ ହେବ। କିନ୍ତୁ ଯିଏ ଆଜ୍ଞାବହତା ରୂପକ ମୂଳଦୁଆ ଉପରେ ଘର କରିଥିବ, ସେ ଅଗ୍ନି ତାକୁ ପୋଡ଼ି ପାରିବ ନାହିଁ, କି ଜଳ ତାକୁ ବୁଡ଼ାଇକି ମାରି ପାରିବ ନାହିଁ। ପ୍ରଭୁ ଏଇ ପ୍ରକାର ଆମ ଜୀବନକୁ କର, ବଢ, ତୋଳ। ତୁମ ବାକ୍ୟ ଉପରେ ଆମେ ଅମଳ କରିବାକୁ ପାରିବୁ, ତୁମ ବାକ୍ୟ ଅନୁଯାୟୀ ଆମେ ଜୀବନ କାଟିବାକୁ ପାରିବୁ। ପ୍ରଭୁ ତୁମେ ଆମକୁ ସାହାଯ୍ୟ କର। ଏ ମୋର ପ୍ରାର୍ଥନା ଶ୍ରବଣକାରୀ ପରମେଶ୍ୱର, ଆଜି ଦିନରେ ଏ ବାକ୍ୟକୁ ଆମ ଜୀବନରେ ଅଭ୍ୟାସ କରିବା ପାଇଁ ତୁମେ ଆମକୁ ସାହାଯ୍ୟ କର, ତାକି ଆମେ ଯେମିତିକା ତୁମର ପ୍ରତ୍ୟେକ ବାକ୍ୟର ଆଜ୍ଞାବହ ହେବାକୁ ପାରିବୁ, ଆଉ ଆମର ଜୀବନକୁ ପଥର ଉପରେ ନିର୍ମାଣ କରିବାକୁ ପାରିବୁ। ତୁମେ ଦୟା କର ପିତା। ଧନ୍ୟବାଦ, ଗୌରବ, ପ୍ରଶଂସା ମହିମା ତୁମରି କରୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତ ପ୍ରାର୍ଥନା ମାଗୁଛି। ଆମେନ୍। ତେବେ